ଜିଅନ୍ତା ମଣିଷ ଉପନ୍ୟାସର ରଚୟିତା କିଏ? ଉତ୍ତର ନିତ୍ୟାନନ୍ଦ ମହାପାତ୍ର। ପୀରତି ପଥ ଖସଡ଼ା ଉପନ୍ୟାସର ରଚୟିତା କିଏ? ଉତ୍ତର ନିତ୍ୟାନନ୍ଦ ମହାପାତ୍ର। ସୁଖର ସନ୍ଧାନ ଉପନ୍ୟାସର ରଚୟିତା କିଏ? ଉତ୍ତର ନିତ୍ୟାନନ୍ଦ ମହାପାତ୍ର। ଭୁଲ ଉପନ୍ୟାସର ରଚୟିତା କିଏ? ଉତ୍ତର ନିତ୍ୟାନନ୍ଦ ମହାପାତ୍ର। ନୂଆ ଦୁନିଆ ଉପନ୍ୟାସର ରଚୟିତା କିଏ? ଉତ୍ତର ଅନନ୍ତ ପ୍ରସାଦ ପଣ୍ଡା। ଖ୍ରୀଷ୍ଟୀୟ 1906। ଭାଗ୍ୟଚକ୍ର ଉପନ୍ୟାସର ରଚୟିତା କିଏ? ଉତ୍ତର ଅନନ୍ତ ପ୍ରସାଦ ପଣ୍ଡା। ମୁକ୍ତ ଆକାଶର ବିହଙ୍ଗ ଉପନ୍ୟାସର ରଚୟିତା କିଏ? ଉତ୍ତର ଅନନ୍ତ ପ୍ରସାଦ ପଣ୍ଡା। କୁଲି ଉପନ୍ୟାସର ରଚୟିତା କିଏ? ଉତ୍ତର ଅନନ୍ତ ପ୍ରସାଦ ପଣ୍ଡା। ତୃଣଗୁଚ୍ଛ ଗଳ୍ପ ସଂଗ୍ରହ କାହାର? ଉତ୍ତର ଅନନ୍ତ ପ୍ରସାଦ ପଣ୍ଡା। ସଭ୍ୟତାର ତଳେ ଗଳ୍ପ ସଂଗ୍ରହ କାହାର? ଉତ୍ତର ଅନନ୍ତ ପ୍ରସାଦ ପଣ୍ଡା। ବାରମଜା ଗଳ୍ପ ସଂଗ୍ରହ କାହାର? ଉତ୍ତର ଅନନ୍ତ ପ୍ରସାଦ ପଣ୍ଡା। ଗୋବର ଗୋଟେଇ ଉପନ୍ୟାସ କାହାର? ଉତ୍ତର ଚକ୍ରଧର ମହାପାତ୍ର। ଅପୂର୍ଣ୍ଣ ପ୍ରେମ ଉପନ୍ୟାସ କାହାର? ଉତ୍ତର ଚକ୍ରଧର ମହାପାତ୍ର। ବଳାଙ୍ଗୀ ଉପନ୍ୟାସର ରଚୟିତା କିଏ? ଉତ୍ତର ଚକ୍ରଧର ମହାପାତ୍ର। ରଣମାଧୁରୀ ଉପନ୍ୟାସର ରଚୟିତା କିଏ? ଉତ୍ତର ଚକ୍ରଧର ମହାପାତ୍ର। ରୋଡ଼ଙ୍ଗବକ୍ସି ଉପନ୍ୟାସର ରଚୟିତା କିଏ? ଉତ୍ତର ଚକ୍ରଧର ମହାପାତ୍ର। କଳାକଇଁଚ କବିତା ଗ୍ରନ୍ଥ କାହାର ରଚନା? ଉତ୍ତର ଚକ୍ରଧର ମହାପାତ୍ର। ପାଇକ ଭାଇ କବିତା ଗ୍ରନ୍ଥ କାହାର ରଚନା? ଉତ୍ତର ଚକ୍ରଧର ମହାପାତ୍ର। କିଶୋରୀ କବିତା ଗ୍ରନ୍ଥ କାହାର ରଚନା? ଉତ୍ତର ଚକ୍ରଧର ମହାପାତ୍ର। ଗଡ଼ଜାତ କୃଷକ କବିତା ଗ୍ରନ୍ଥ କାହାର ରଚନା? ଉତ୍ତର ଚକ୍ରଧର ମହାପାତ୍ର। ଉତ୍କଳର ଗାଉଁଲି ଗୀତ କାହାର ରଚନା? ଉତ୍ତର ଚକ୍ରଧର ମହାପାତ୍ର। ଓଡ଼ିଶା ଇତିହାସର ଏକ ଅଜ୍ଞାତ ଅଧ୍ୟାୟ କାହାର ରଚନା? ଉତ୍ତର ଚକ୍ରଧର ମହାପାତ୍ର। କୁନ୍ତଳା କୁମାରୀ ଜୀବନ ଚରିତ ଗବେଷଣାମୂଳକ ଆଲୋଚନା ଗ୍ରନ୍ଥ କାହାର? ଉତ୍ତର ଚକ୍ରଧର ମହାପାତ୍ର। ଆହୁତି କବିତା ଗ୍ରନ୍ଥ କାହାର ରଚନା? ଉତ୍ତର କୃଷ୍ଣଚନ୍ଦ୍ର ତ୍ରିପାଠୀ। ଖ୍ରୀଷ୍ଟୀୟ 1911। ଅଗ୍ନିଶଙ୍ଖ କବିତା ଗ୍ରନ୍ଥର ରଚୟିତା କିଏ? ଉତ୍ତର କୃଷ୍ଣଚନ୍ଦ୍ର ତ୍ରିପାଠୀ। ମାଟିଦୀପ କବିତା ଗ୍ରନ୍ଥର ରଚୟିତା କିଏ? ଉତ୍ତର କୃଷ୍ଣଚନ୍ଦ୍ର ତ୍ରିପାଠୀ। ଉତ୍ସ କବିତା ଗ୍ରନ୍ଥର ରଚୟିତା କିଏ? ଉତ୍ତର କୃଷ୍ଣଚନ୍ଦ୍ର ତ୍ରିପାଠୀ। ରୂପାୟନ କବିତା ଗ୍ରନ୍ଥର ରଚୟିତା କିଏ? ଉତ୍ତର କୃଷ୍ଣଚନ୍ଦ୍ର ତ୍ରିପାଠୀ। ରୂପାୟନ କବିତା ଗ୍ରନ୍ଥର ରଚୟିତା ସେ ହେଉଛନ୍ତି କୃଷ୍ଣଚନ୍ଦ୍ର ତ୍ରିପାଠୀ। ସାଧକର ସ୍ୱପ୍ନ କବିତା ଗ୍ରନ୍ଥର ରଚୟିତା କିଏ? ଉତ୍ତର କୃଷ୍ଣଚନ୍ଦ୍ର ତ୍ରିପାଠୀ। ବେଳା ଓ ବିଚି କବିତା ଗ୍ରନ୍ଥର ରଚୟିତା କିଏ? ଉତ୍ତର କୃଷ୍ଣଚନ୍ଦ୍ର ତ୍ରିପାଠୀ। ଆତ୍ମଲିପି କବିତା ଗ୍ରନ୍ଥର ରଚୟିତା କିଏ? ଉତ୍ତର କୃଷ୍ଣଚନ୍ଦ୍ର ତ୍ରିପାଠୀ। ପୂଜାର ବଳି ଉପନ୍ୟାସର ଉପନ୍ୟାସିକ କିଏ? ଉତ୍ତର ରାମପ୍ରସାଦ ସିଂ। 1930 ରେ ରଚିତ। ମରୁର ସାଥୀ ଉପନ୍ୟାସର ଉପନ୍ୟାସିକ କିଏ? ଉତ୍ତର ରାମପ୍ରସାଦ ସିଂ। ମରୀଚିକା ଉପନ୍ୟାସର ରଚୟିତା କିଏ? ଉତ୍ତର ରାମପ୍ରସାଦ ସିଂ। ପ୍ରତିହିଂସା ଉପନ୍ୟାସର ରଚୟିତା କିଏ? ଉତ୍ତର ରାମପ୍ରସାଦ ସିଂ।
ଛିନ୍ନମସ୍ତା ଉପନ୍ୟାସର ରଚୟିତା କିଏ? ଉତ୍ତର ରାମପ୍ରସାଦ ସିଂ। ହୋମ ଶିକ୍ଷା ଉପନ୍ୟାସର ରଚୟିତା କିଏ? ଉତ୍ତର ରାମପ୍ରସାଦ ସିଂ। ଅଗ୍ନିପଥେ ଉପନ୍ୟାସର ରଚୟିତା କିଏ? ଉତ୍ତର ରାମପ୍ରସାଦ ସିଂ। ମଲାଜହ୍ନ ଉପନ୍ୟାସ କାହାର ରଚନା? ଉତ୍ତର ଉପେନ୍ଦ୍ର କିଶୋର ଦାସ। ତୁ ମୋ ମା' ଉପନ୍ୟାସର ଲେଖକ କିଏ? ଉତ୍ତର ଦିବ୍ୟସିଂହ ପାଣିଗ୍ରାହୀ। ରାଜରାଣୀ ଉପନ୍ୟାସ କାହାର ରଚନା? ଉତ୍ତର ଉପେନ୍ଦ୍ର ପ୍ରସାଦ ମହାନ୍ତି। ହରିଶଙ୍କର ଉପନ୍ୟାସର ଔପନ୍ୟାସିକ କିଏ? ଉତ୍ତର ଉପେନ୍ଦ୍ର ପ୍ରସାଦ ମହାନ୍ତି। ଧଡ଼ିଆ ବାବାଜୀ ଉପନ୍ୟାସର ରଚୟିତା କିଏ? ଉତ୍ତର ଜଗତବନ୍ଧୁ ମହାପାତ୍ର। ମାତାମଠ ଉପନ୍ୟାସର ରଚୟିତା କିଏ? ଉତ୍ତର ବଟକୃଷ୍ଣ ପ୍ରହରାଜ। ମନେ ମନେ ଉପନ୍ୟାସର ଔପନ୍ୟାସିକ ନାମ କ'ଣ? ଉତ୍ତର ବୈଷ୍ଣବଚରଣ ଦାସ। ଜ୍ୟୋତ୍ସ୍ନା କବିତା ସଂକଳନ କାହାର ରଚନା? ଉତ୍ତର ପ୍ରାଣକୃଷ୍ଣ ସାମଲ। ଖ୍ରୀଷ୍ଟୀୟ 1912-59। ରଜପର୍ବ କବିତା ସଂକଳନ କାହାର ରଚନା? ଉତ୍ତର ପ୍ରାଣକୃଷ୍ଣ ସାମଲ। ଭିନ୍ନ ଦୃଷ୍ଟି କବିତା ସଂକଳନର କବି କିଏ? ଉତ୍ତର ପ୍ରାଣକୃଷ୍ଣ ସାମଲ। ନୀଳକମଳ ଉପନ୍ୟାସ କାହାର ରଚନା? ଉତ୍ତର ପ୍ରାଣକୃଷ୍ଣ ସାମଲ।